ଦୋଳସାହିରେ ଡକାୟତି ଲୁଟି ନେଲେ 70 ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ସମ୍ପତ୍ତି। ତିହିଡି ଥାନା ଅଧୀନ ଦୋଳସାହି ପଞ୍ଚାୟତରେ ଗତ ବୁଧବାର ରାତିରେ ଦୁଇଟି ବଡ଼ ଧରଣର ଡକାୟତି ସହ ଦୁଇ ଜାଗାରେ ଡକାୟତି ପ୍ରୟାସ ହୋଇଛି। ଗୋଟିଏ ଘଟଣାରେ ଘରର ମାଲିକ ମାଲିକାଣୀ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଅନ୍ୟ ଘଟଣାରେ ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଅଳଙ୍କାର ନଗଦ ଟଙ୍କା ନେଇ ଚାଲି ଯାଇଛନ୍ତି। ଗୁରୁବାର ତିହିଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଅପରାହ୍ନରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ ବିଭିନ୍ନ ପ୍ରକାର ନମୁନା ସଂଗ୍ରହ କରିଥିବା ଜଣାଯାଇଛି। ଅଭିଯୋଗ ଅନୁଯାୟୀ ଦୋଳସାହି ପଞ୍ଚାୟତ ଝାଡିଆ ଆଡିପଦା ନିକଟରେ ଗଙ୍ଗାଧର ପଣ୍ଡାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରିବା ସହ ଦୁର୍ବୃତ୍ତମାନେ ସ୍ୱାମୀ ସ୍ତ୍ରୀଙ୍କୁ ମାଡ଼ ମାରି ଗୁରୁତର କରିଥିଲେ। ଗଙ୍ଗାଧରଙ୍କର ମୁଣ୍ଡରେ 9ଟି ଷ୍ଟିଚ୍ ପଡିଥିବା ବେଳେ ସ୍ତ୍ରୀ ମୁଣ୍ଡରେ 4ଟି ଷ୍ଟିଚ୍ ପଡିଛି। ସେହିପରି ଦୋଳସାହି ଗୁଆମାଳ ଆରୋଡି ରାସ୍ତାର ବିନନାଳ ପୋଲ ନିକଟରେ ଘର କରି ରହୁଥିବା ଗୁଆମାଳ ଗ୍ରାମର ବାସିନ୍ଦା ଦେବାଶିଷ ପାଣିଗ୍ରାହୀଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ନେଇଯାଇଛନ୍ତି। ବୁଧବାର ରାତି 8ଟାରେ କବାଟ ଝରକା ଓ ଗେଟ୍ ଆଦି ତାଲା ଦେଇ ନିକଟସ୍ଥ ଶ୍ୱଶୁର ଘରକୁ ଚାଲି ଯାଇଥିଲେ। ପରଦିନ ସକାଳେ ସେ ଫେରିବା ପରେ ଗେଟ୍ ଓ ଘର ତାଲା ଭଙ୍ଗାଯାଇ ନଗଦ ଟଙ୍କା ଓ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଚୋରି ହୋଇଯାଇଥିବାର ଦେଖିଥିଲେ। ନିଜ ରୁମ୍, ବଡ ଭାଇ ଆଶୁତୋଷ ପାଣିଗ୍ରାହୀଙ୍କ ରୁମ୍ ଏବଂ ସ୍ୱର୍ଗତ ପିତା ନରେନ୍ଦ୍ର ପାଣିଗ୍ରାହୀଙ୍କ ଆଲମିରାରୁ ଟଙ୍କା ସହିତ ସୁନା ଗହଣା ଚୋରି ହୋଇଥିଲା। ଏହାର ମୂଲ୍ୟ 50 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି। ସେହିପରି ଦୋଳସାହିର ଝାଡିଆ ଆଡିଆପଦା ନିକଟରେ ଅକ୍ଷୟ ଜେନା ଓ ସୁଧୀର କୁମାର ଜେନାଙ୍କ ଘର ମଧ୍ୟ ଦୁର୍ବୃତ୍ତମାନେ କବାଟ ଭାଙ୍ଗିଥିବା ଜଣାଯାଇଛି। ସାଇଣ୍ଟିଫିକ ରିପୋର୍ଟ ଆସିଲା ପରେ ଚୋରର ପ୍ରକୃତ ପରିଚୟ ବା ସଠିକ ସୁରାଗ ମିଳିପାରିବ ବୋଲି ତିହିଡି ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ ପ୍ରତିକ୍ରିୟାରେ କହିଛନ୍ତି। ବ୍ୟୁରୋ ରିପୋର୍ଟ ଓଡ଼ିଶା 24 ନ୍ୟୁଜ।